ହ୍ୟାଲୋ ସାଙ୍ଗମାନେ, ଆଜି ହଉଛି ସଣ୍ଡେ। ପୁଅ କହିଥିଲା ଟିକେ ଫୁଲ ତୋଳିବା ପାଇଁ, ସେ ଫୁଲ ତୋଳି ପକେଇଥିଲା। ସେ ଗାଧେଇ ଖାଇକି ଟିଉସନ ପଳେଇଥିଲା। ଗଲାବେଳେ କହିଥିଲା ଆଜି ଭଲ ଗୋଟେ ଚିଙ୍ଗୁଡି ରାନ୍ନା କରିବ। ସେଥିଲାଗି ଆଜି ଘରକୁ ଆସିଥିଲା ଚିଙ୍ଗୁଡି। ଆଗ ଭଲ ଗୋଟେ ମସଲା ତାର ରେଡି କରିଦେଲି। କଡେଇରେ ଧନିଆ, ଜିରା, ଗୋଲମରିଚ, ଡାଲଚିନି ଆଉ ଗୁଜୁରାତିକୁ ଭଲ ଟିକେ ଭାଜିଦେଲି। ହେଇସାରିଲା ପରେ ଶୁଖିଲା ଲଙ୍କା ଟିକେ ଅଲଗା ଭାଜିଦେଲି। ତାପରେ ଟିକେ ଥଣ୍ଡା ହେଇଗଲା ପରେ ସବୁକୁ ଗ୍ରାଇଣ୍ଡିଙ୍ଗ କରିଦେଲି। ଗୋଟେ ହରଡ଼ ଡାଲି ବସି ଦେଇଥିଲି, ଫୁଟିଗଲା ପରେ ତା ଉପରୁ ଫେଣଟା ବାହାର କରି ପକେଇ, ତାପରେ ସେଥିରେ ଲୁଣ, ହଳଦୀ ଆଉ ସବୁ ପରିବା କାଟି ରଖିଥିଲି ତାକୁ ପକେଇ ତାକୁ ଘୋଡେଇଦେଲି। ସବୁ ଫୁଟିଗଲା ପରେ ସେଥିରେ ଟମାଟୋ ଦିଟା କାଟିକି ପକେଇଦେଲି। ଟିକେ ଭଲ ବାସ୍ନା ହେଲେ ସେଥିରେ କଞ୍ଚା ଲଙ୍କା ଛେଚିକି ପକେଇ ଦେଇଥିଲି। ତାପରେ ଶିଳରେ ପିଆଜ, ରସୁଣ, ଅଦାକୁ ଟିକେ ବାଟି ପକେଇଲି। ମସଲାକୁ କିନ୍ତୁ ପୁରା ପ୍ଲେନ୍ କଲିନି, ଟିକେ ଦରଦର ଛେଚା ଅଛି। କଡେଇରେ ସୋରିଷ ତେଲ, ଫୁଟଣ, ଶୁଖିଲା ଲଙ୍କା ସେ ସବୁ ଫୁଟିଗଲା ପରେ ଯୋଉ ବାଟିଥିବା ମସଲା ପକେଇଦେଲି। ତା ଦେହରେ ଲୁଣ, ହଳଦୀ, ଧନିଆ ଗୁଣ୍ଡ ପକେଇ ତାକୁ ଭଲକି କଷି ପକେଇ, ତାପରେ ଆସିଲା ଚିଙ୍ଗୁଡିର ପାଳି। ହଉଛି ଡାଲମାର ମେନ୍ ହିରୋ। ଚିଙ୍ଗୁଡିକୁ ଭାଜି ରଖିଥିଲି, ତାକୁ ପକେଇଦେଲି। ତାପରେ ଡାଲମାକୁ ଅଧା ସିଝା କରି ରଖିଥିଲି, ତାକୁ ଏଠି ପକେଇଦେଲି। ଚିଙ୍ଗୁଡି ସାଙ୍ଗେ ଡାଲମାଟି ଭଲକି ଫୁଟିଗଲା ପରେ ମସଲା ଗୁଣ୍ଡ କରି ରଖିଥିଲି ତାକୁ ପକେଇଦେଲି। ରେଡି ହେଇଗଲା ଆମର ଚିଙ୍ଗୁଡି।